ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଚାଷୀ ନିଜର ପରିଶ୍ରମିକ ଫଳକୁ ବର୍ଷା ଶୀତ କାକରକୁ ଖାତିର ନ କରି ତାଙ୍କର କ୍ଷେତରେ ସୁନାର ଫସଲ ଫଳାଇଥାଏ। ହେଲେ ଅଦିନିଆ ବର୍ଷା ହୋଇ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଭଳି ଏକ ଘଟଣା ଆସିଛି କେନ୍ଦୁଝର ଜିଲ୍ଲାରେ। ଆଜି ସଦର ବ୍ଲକର ଅନେକ ଅଞ୍ଚଳରେ କୁଆପଥର ବର୍ଷା ହେବା ଫଳରେ ପନିପରିବା ଚାଷରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ପାଇ ବିଜେପିର କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ ଶଙ୍କେରୀ ପଞ୍ଚାୟତ ଓ ବାଉରୀପଦା ପଞ୍ଚାୟତର ବିଭିନ୍ନ ଗାଁରେ ପହଞ୍ଚି ଚାଷୀମାନଙ୍କର କ୍ଷୟକ୍ଷତି ବୁଲି ଦେଖିଥିଲେ। କୁଆପଥର ବର୍ଷାରେ ବ୍ୟାପକ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଜିଲ୍ଲାପାଳଙ୍କୁ ଅବଗତ କରାଇ ଏନେଇ କିଭଳି କ୍ଷତିପୂରଣ ପାଇବେ ସେ ନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ମହେଶ୍ୱର ସାହୁ। ଫାଷ୍ଟ ଟାଇମ୍ ଚାଷ କରୁଥିଲା ନଷ୍ଟ ହୋଇଗଲା।